ଗୀତା ଯାହା କହୁଛି ଯେ କି ତାର ବାପା ଦ୍ୱିତୀୟ ମ୍ୟାରେଜ କରିଥିଲେ। ଇଏ ପ୍ରଥମ ତାଙ୍କର ମା ଦ୍ୱିତୀୟ ମ୍ୟାରେଜ କରିଥିଲେ। ବାପା ଯେହେତୁ ନଥିଲେ, ଏଇ ଗୋଟେ ଝିଅ ସପ୍ତମ ଶ୍ରେଣୀ ପଢୁଥିଲେ। ତାଙ୍କ ମା ର ଅପରେସନ ପାଇଁ ପଇସା ପତ୍ର ଆବଶ୍ୟକ ପଡିଲା ଏବଂ ଯେ ପ୍ରକୃତରେ ଯୋଉ ବିନୋଦ ପାତ୍ର ଇଏ ତାଙ୍କ ଘରେ କାମ କରୁଥିଲେ। ତାଙ୍କ ପରିବାର ମା ଏମାନେ ସବୁ ତାଙ୍କର ବିଲର ଧାନ ରୋଇବା କାମ ଯାହା ଯେମିତି କାମ ଦାମ କରୁଥିଲେ, ପରିଚୟ ଥିଲା ଏବଂ ସେ ଅଜା ଡାକୁଥିଲେ। ଏବଂ ଯେତେବେଳେ ଇନ୍ ଟାଇମ୍ ତାଙ୍କ ମାଙ୍କର ଅପରେସନ ହେଲା, ପଇସାର ଆବଶ୍ୟକତା ହେଲା, ସେ କଣ ପଚାରିଲା ପାଠ ପଢିଛୁ ସପ୍ତମ ଶ୍ରେଣୀ, ଚାଲ ଆମେ କମ୍ପ୍ୟୁଟର ଶିଖେଇଦବୁ, ଚାକିରି ଦବୁ, ଆମ ସାଙ୍ଗରେ ଚାଲ। ଇଏ ମନା କରିଛି, କହୁଛି ଯାହା ପୀଡିତା କହୁଛି ମନା କରୁଛି। ମନା କରିବା ସତ୍ତ୍ୱେ ବି ସେ କହୁଛି ନା, ମା ର ଏମିତି ଅପରେସନ ପାଇଁ ପଇସା ଆବଶ୍ୟକତା ଅଛି, ଏମିତି ଚାଲ। ତାପରେ ପୁଣି ସେ ମନା କରିବା ସତ୍ତ୍ୱେ ତାର 2 ଦିନ ପରେ ତାଙ୍କ ବାପାଙ୍କର ଆକ୍ସିଡେଣ୍ଟ ହେଲା। ଯିଏ ପ୍ରଥମ ବାପା ନୁହେଁ, ଦ୍ୱିତୀୟ ବାପା ଆକ୍ସିଡେଣ୍ଟ ହେଲା। ଆକ୍ସିଡେଣ୍ଟ ପରେ ସେ ପୁଣି ରାଜି ହେଲା। ରାଜି କଲେ କୋଉଠିକି ଯିବା ପାଇଁ ପଡିବ ନା, ଆପଣ କାମାକ୍ଷାନଗରକୁ ଆସନ୍ତୁ। ଆସିଲା ପରେ ସେଇଠୁ ଆମେ ବସ ରେ ମାନେ ବିନୋଦ ପାତ୍ର ପହଞ୍ଚିଲେ, ଆଉ ଜଣେ କିଏ ପହଞ୍ଚିଲେ ବୋଲି ନା କହୁନାହାନ୍ତି। ତାପରେ ଭୁବନେଶ୍ୱରକୁ ଚାଲ। ଭୁବନେଶ୍ୱର ଗଲା ବେଳକୁ ସେଠି 6 ଜଣ ଝିଅ ଆଙ୍କୁ ଲଗେଇକି ଅଛନ୍ତି। ସେଠି 2 ଦିନ ରହିଲେ। କୋଉଠି ରହିଲେ ବୋଲି ଆମେ ପଚାରିଲାକୁ ସେ କହିଲେ ଆମେ ଜାଣିନାହୁଁ କୋଉଠି ରଖିଲେ। ତାପରେ ପୁଣି ନେଇକି ଗଲା ପରେ ସେଠି ଯୋଉ ଇଏ ଯାଦବ ଆଶିଷ ଯାଦବ ଆଉ ଉର୍ମିଳା ଯାଦବ, ତାଙ୍କ ମା ଆଉ କଲ୍ୟାଣ ଯାଦବ, ବାପ ପୁଅ ମା ଏମିତି ଯାଇକି ତାଙ୍କ ଘର ପାଖରେ ଯେତେବେଳେ ଛାଡିଲେ ବିନୋଦ ପାତ୍ର, ସେଇଠୁ ଇଏ ଦେଖିଲା ଯେ ଏମିତି ଘରେ ଆଣିକି ରଖିଛନ୍ତି। ସେଠୁ ସେ ଛାଡି ଦେଇକି ପଳେଇ ଆସିଲେ। ଇଏ ତ କହୁଛି ମୁଁ, ଆପଣ ତ ଛାନିଆ ହେଇଯାଉଛନ୍ତି। ତାପରେ ସେ ତ ଛାଡି ଦେଇ ସାରିଲା ପରେ ପଳେଇ ଆସିଲେ। ପଳେଇ ଆସିଲା ପରେ ସେ କଲ୍ୟାଣ ଯାଦବ ଆଉ ଆଶିଷ ଯାଦବ ସେ କହିଲେ ଯେ ତମକୁ £1,00,000 ଏଠି ବିକ୍ରି କରିଦିଆହେଇଛି, ତମେ ଏଇଠି ରହିବ। ରହିଲେ। ସେ ପଳେଇ ଗଲେ। କହିଲେ ମତେ ତ କହିଲେ ଚାକିରି ଦବା ନାଁରେ ଆଣିଲେ, ଏଠି କୋଉ ଚାକିରି ଅଛି, କମ୍ପ୍ୟୁଟର ଅଛି, ମୋ ନା £1,00,000 ବିକ୍ରି ହେଇଛ, ଆସିଛ, ତମେ ଏଠି ରୁହ। ରହିଲା ପରେ ତାଙ୍କ ଗୋଟେ ଘରେ ରଖିଲେ। ଯଦି ଇଏ କାନ୍ଦା ବୋବାଳି କଲେ, ତାଙ୍କୁ ଛୁରୀ ଦେଖେଇଲେ, ମାରିବା ପାଇଁ ମାରିଲେ, ପିଟିଲେ, ରୁହ। 2 ଟାଇମ ଖାଇବାକୁ ଦଉଥାନ୍ତି, ରୁଟି ଆଉ ରାତିରେ, ଦିନରେ କିଛି ଦଉନଥାନ୍ତି। ପାଟିତୁଣ୍ଡ କରିକି 3 ମାସ ପର୍ଯ୍ୟନ୍ତ ଯୋଉ ରହିଲେ, ସେଇ ସମୟରେ ସେ ଯାହା କହୁଛନ୍ତି ଆଶିଷ ଯାଦବ ଆଉ କଲ୍ୟାଣ ଯାଦବ ତା ସହିତ ଶାରୀରିକ ସମ୍ପର୍କ ରଖିଲେ। ରଖିବା ପରେ ତା ଭିତରେ ସେ ପାଟି ଚିତ୍କାର କରୁଥାଏ। ଆମେ ପଚାରିଲୁ ସେଠି କହୁନା, କେହି ଲୋକ ସେଠି ରହୁନଥାନ୍ତି, ଗୋଟେ ଘର ଭିତରେ ମତେ ରଖା ହଉଥିଲା। ମୁଁ ରୋଷେଇ କରୁଥିଲି, ରୋଷେଇଲେ ବଳିଲେ ମୁଁ ଖାଉଥିଲି, ନହେଲେ ବି ଦିଅନ୍ତି ନାହିଁ, ବହୁତ ଗାଳିଗୁଲଜ କରନ୍ତି। ତାପରେ ତାର 2 ମାସ ଗଡି ଯାଇଥିଲା। ସେତେବେଳେ ଯେତେ ବାନ୍ତି ହେଇଛି ଅତିରିକ୍ତ, ତାକୁ କଣ ଟ୍ୟାବଲେଟ ଆଣିକି ଦେଇଛନ୍ତି। ଦେଲା ପରେ ବହୁତ ବ୍ଲିଡିଙ୍ଗ ହେଇଛି, ପେଟ ବହୁତ କାମୁଡିଛି, ଯାହା ଝିଅ କହୁଛି। ତାପରେ ସିଏ ପୁଣି ସେଠି ରହିଛି। କିଛି ଦିନ ପରେ ପୁଣି ଆଉ ଗୋଟେ ଜାଗାକୁ ପୁଣି ନେଇଛନ୍ତି। ସେ ଜାଗାରେ ସେଠି ମଧ୍ୟ ଚନ୍ଦ୍ରପାଳ ସେଠି 5 ଜଣ ସେଇଭଳି ସେଠି ଛାଡିଲା ପରେ ପୁଣି ସେମାନେ ଇଏ କହିଛନ୍ତି, କଲ୍ୟାଣ ଯାଦବ ଆଉ ଆଶିଷ ଯାଦବ, ଆକୁ ତ ସରିଗଲାଣି କାମ, ଆକୁ ଆଉ ଗୋଟେ ଜାଗାରେ ବିକ୍ରି କରିଦିଅନ୍ତୁ, ନେଇଯାଆନ୍ତୁ, ଦେଇଦିଅନ୍ତୁ, ଆଉ ସେଇଠି ଛାଡି ଦିଅନ୍ତୁ। ସେଠି ପୁଣି 5 ଜଣ ତାଙ୍କର ଏଇ ସବୁ ମାନେ ପୁଣି ତା ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି ବୋଲି କହୁଛି ସେ ଝିଅ। ଏବଂ ତାପରେ ଇଏ ପୁଣି ଏମିତି ଲଗାତାର 2 ବର୍ଷ ସେଠି ରହିଛନ୍ତି। ଆମେ କହିଲେ ଖାଇବା ପିଇବା, ମାସିକ କଥା, ଇଏ କଥା ନା, ସେମିତି ପାଟିତୁଣ୍ଡ କଲେ ଆଣିକି ଦିଅନ୍ତି, ଯୋଗେଇ ଦିଅନ୍ତି, ଡାକ୍ତରଖାନା ନିଅନ୍ତି ନାହିଁ। ଏମିତି ମୁଁ ତାଙ୍କର ଯୋଉ ମା ଥିଲେ, ତାଙ୍କ ମା ସେଠି ନଥିଲେ, କିନ୍ତୁ ମୁଁ ଏଇ 5 ଜଣଙ୍କ ପାଖରେ ରହିଥାଏ, ରନ୍ଧାବଢା କରିଥାଏ। ଏଇଭଳିଆ କଲେ। ହଠାତ୍ ଦିନେ ରାତିରେ ସମସ୍ତେ ଶୋଇ ଯାଇଥାନ୍ତି, ରାତି 2ଟା ବେଳେ ଇଏ ଖସିକି ଆସିଲେ। ଆସିକି ଚାଲି ଚାଲି ସକାଳେ 7ଟାରେ ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି। ପହଞ୍ଚିଲା ପରେ ସେଠି କିଛି ଲୋକଙ୍କୁ ପଚାରିଛନ୍ତି। ଇଏ ଡରରେ କହିଛନ୍ତି, ତମେ କୁଆଡେ ଯିବ ନା, ମୋ ସାଙ୍ଗରେ ଆହୁରି 2-3 ଜଣ ଅଛନ୍ତି। ତାପରେ ପୁଣି ଯଦି ଅଛନ୍ତି, ଓଡିଶା ଲୋକ କହିଲା ପରେ ତାଙ୍କୁ କହିଛନ୍ତି ପାଖରେ ଥାନାକୁ ଯାଆନ୍ତୁ। ଥାନାରେ ଯାଇକି କହିଲା ପରେ, ଥାନାରେ ସେଠି ତାଙ୍କୁ କହିଛନ୍ତି କିଏ ଜଣେ, ଏଠି ତୁମେ ପଳେଇ ଯାଅ, ଏଠି ରୁହ ନାହିଁ, ନା ଏଠି ସେମାନେ ପୁଣି ଆସିବେ, ଲାଞ୍ଚ ଫାଞ୍ଚ ଦେଇଦେବେ, ପୁଣି ତମକୁ ନେଇକି ପଳେଇବେ। ଏ ଝିଅ ଶୁଣି ସାରିଲା ପରେ ପୁଣି କଣ କରିଛି ନା, କିଏ ଜଣେ ସହୃଦ ବ୍ୟକ୍ତି ତାଙ୍କୁ ଆଣିକି ରେଲୱେ ଷ୍ଟେସନରେ କିଛି ପଇସା ଦେଇକି ବସେଇଛନ୍ତି ଭୁବନେଶ୍ୱର ପର୍ଯ୍ୟନ୍ତ। ଭୁବନେଶ୍ୱରରେ ପୁଣି ତାଙ୍କ ପାଖରେ 150 ଟଙ୍କା ଥିଲା, ପୁଣି କାମାକ୍ଷାନଗରକୁ ଆସିଛନ୍ତି। ତାପରେ ତାଙ୍କୁ ଫୋନ ମାରିଛନ୍ତି, ଫୋନରେ ତାଙ୍କ ମା ଯାଇକି ପହଞ୍ଚିକି ଆଣିଛନ୍ତି। ପ୍ରକୃତରେ କହିବା କଥା, ଆଜି ଆମେ ଆସିକି ଏଠି ପ୍ରକୃତରେ ଇନକ୍ୱାରି କଲେ, ଯାହା ପୋଲିସ ଭାଇ ମାନେ କହୁଥିଲେ ଝିଅ ମୁହଁରେ, ମୁଁ ସେୟା ଶୁଣିଲି। କିନ୍ତୁ ଅଜା ଡାକରୁ
ଏତେ ବଡ ବିଭ୍ରାନ୍ତ ଏଠି ଘଟିଛି। ଯାହା ଝିଅ କହୁଛି ସେଠି 5 ଜଣ ବି ଆ ସହିତ ଖରାପ ବ୍ୟବହାର କରିଛନ୍ତି, ଖରାପ କାମ ବି କରିଛନ୍ତି ଝିଅ ଯାହା କହୁଛି। ଆଉ ଏଠି ଆମର ପୋଲିସ ପ୍ରଶାସନ ଓଡିଶାରେ ଆମର କାମାକ୍ଷାନଗର ପୋଲିସ ଭାଇ ତାଙ୍କୁ ତୁରନ୍ତ ଝାନ୍ସୀ କି ଗୋଟେ ଗାଡି ପଠେଇଛନ୍ତି ଆଉ ଗୋଟେ ବିଶାଖାପଟଣା ପଠେଇଛନ୍ତି। ତୁରନ୍ତ ଏଇ 2-3 ଦିନ ଭିତରେ ସେ ବିନୋଦ ପାତ୍ର ଧରା ପଡିବ, କିଛି ବ୍ୟସ୍ତ ହବାର ନାହିଁ। ବିନୋଦ ପାତ୍ର କେବଳ ଏଇ ଝିଅକୁ ନେଇଥିଲା ନା ଅନେକ ଝିଅ ସବୁ ଚାଲାଣ કરે ସେଠି? ସିଏ ଝିଅ ଯାହା ଷ୍ଟେଟମେଣ୍ଟ ଦଉଛି, ଝିଅ କହୁଛି ସେଇ ଝିଅ ମାନଙ୍କ ସାଙ୍ଗରେ ମୁଁ ପଚାରୁଛି ଝିଅ ସାଙ୍ଗରେ ତୁମେ ଥିଲ, ଝିଅ ଯୋଉ 5 ଜଣ କୁଆଡେ ଯାଉଛନ୍ତି କଣ ନାହିଁ, ତାହେଲେ ସେ ବସରେ କିଛି କଥା ତାଙ୍କୁ ବି କହିଛନ୍ତି କମ୍ପ୍ୟୁଟର ଶିକ୍ଷା ନବା ପାଇଁ ଚାକିରି କଥାରେ ନେଇକି ଯାଇଛନ୍ତି, କିନ୍ତୁ ତାଙ୍କ ଆଡ୍ରେସ ମୁଁ ଜାଣିନି। ଇଏ ଯୋଉ ଗଲେ ସେଇ ସମୟରେ ଇମାନେ ରେଲୱେ ଷ୍ଟେସନ ରୁ ଆଉ ଯୋଉ 5 ଜଣ କାହା ସାଙ୍ଗରେ ଆଉ ଦେଖାବାର୍ତ୍ତା ହେଇନାହିଁ। ସିଏ କହୁଛି ମୁଁ ଆଉ ଜାଣିନି କିଛି। ତାକୁ ଆଣିବା ପାଇଁ କଣ ବ୍ୟବସ୍ଥା କରାଯିବ? 2ଟି ଗାଡି ଯାଇଛି ପୁରା ଟିମ୍ ଯାଇଛି, ତ ତୁରନ୍ତ ଧରା ପଡିଯିବ। ଆପଣ ଜାଣିବେ ପୁରା ଚାଲିଛି, ପୁରା ସରକାର ତତ୍ପର ଅଛନ୍ତି, ପ୍ରଶାସନ ବି ତତ୍ପର ଅଛନ୍ତି। ଏ କଥାକୁ ଆଜି ବି ଆପଣଙ୍କ ଆଗରେ କହୁଛି, ପୁରା ତୁରନ୍ତ ଯିଏ 21 ଧରା ପଡିବ। ମ୍ୟାଡାମ ସାରା ରାଜ୍ୟରେ ମାନେ ଚାଲାଣ ତ ଗୋଟେ ପ୍ରତ୍ୟେକ ନିଯୁକ୍ତି ନାଁରେ ପ୍ରଲୋଭନ ଦେଖେଇ କିଛି ଆମର ଯେଟା ଆମେ କହୁଛେ ଜାଣି ପାରୁନାହାନ୍ତି, ସାଇବର କ୍ରାଇମ ର କଥା କୁହନ୍ତୁ, ଯିଏ +2 ପଢିଛି ଆମେ ବାହାର ରାଜ୍ୟରେ ତମକୁ ଚାକିରି ଦେଇଦବୁ, ଏ ଚାକିରି ନାଁରେ କିଛି ଝିଅ ବି ପ୍ରଲୋଭିତ ହେଇଯାଉଛନ୍ତି, ଯାଇକି ଯାଉଛନ୍ତି, କିନ୍ତୁ ସେଠି ଦେଖିଲା ବେଳକୁ ତାଙ୍କ ସାଙ୍ଗରେ ଏଇଭଳିଆ କ୍ରାଇମ ହଉଛି। ଆମେ ସଚେତନତା କରୁଛେ, ଯିଏ ଅନ୍ୟ ଲୋକ ମୋବାଇଲ ରେ ବି ଡାକୁଛି ନିଯୁକ୍ତି ଦବ, ଯେମିତି ଝିଅ ଜାଣିପାରୁନି 7ମ ଶ୍ରେଣୀ ପିଲା ତମକୁ କମ୍ପ୍ୟୁଟର କଥା କହିଲା, ତୁମେ ସେଠି ତା ସାଙ୍ଗରେ ତର୍କ ବିତର୍କ କରିଥାନ୍ତ। ଜଣେ ଅଜା ସମ୍ପର୍କୀୟ, ତାଙ୍କ ପରିବାର ସହିତ ତୁମେ ଜଡିତ ଥିଲ, ତମ ପରିବାରର ଅଜା ବୋଲି କହୁଛ, ଜାଣିଛ କଣ କମ୍ପ୍ୟୁଟର ମତେ ଦେବେ ଯେ ମୁଁ ଯିବି। ମୋ ମା କୁ ଯଦି ସାହାଯ୍ୟ କରିବାର ଥିଲା ତୁମେ ଏଇଠି ସାହାଯ୍ୟ କର, ମୁଁ ତୁମ ଘରେ କାମ କରିକି ସୁଝିଦେବି। ଏ କଥା ତୁମେ ବି ଝିଅ ବି ପଚାରିବାର ଆବଶ୍ୟକତା ଅଛି। ଝିଅ ମାନେ ବି ସଚେତନ ହବା ଦରକାର, ଏସବୁ କାମ ହଉଛି ଆମ ସମାଜରେ। କହୁଛି ପରା ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ଟ୍ରାଫିକ ଟ୍ରେନିଂ ଦିଆଯାଉଛି, ସାଇବର କ୍ରାଇମ ଟ୍ରେନିଂ ଦିଆଯାଉଛି, ସମସ୍ତ SHG ଗ୍ରୁପ ମା ମାନଙ୍କୁ ବି ଦିଆଯାଉଛି, ଆଶା ଅଙ୍ଗନବାଡିକୁ ବି ଟ୍ରେନିଂ ଦିଆଯାଉଛି, CDPO ମାଧ୍ୟମରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆମେ ସମସ୍ତେ ବି ଆପଣ ମାନେ ବି କହୁଛେ, ଆଜି ବି ଯଦି ଆପଣ ମୋବାଇଲ ଟେ ଧରିଛନ୍ତି, ମୋବାଇଲରେ ଅନନୋନ ନମ୍ବରରେ ଆସୁଛି, ଆପଣ ଡାକି ଦଉଛନ୍ତି, ଆଜି ତମର ବିଶେଷ କରି ତ ସିନିୟର ସିଟିଜେନ ମାନଙ୍କୁ ବି ସାଇବର ରେ ଏଇଭଳିଆ କୁହାଯାଉଛି, ଯାହାର ବେଶୀ ଟଙ୍କା ଅଛି। ଆଉ ବିଶେଷ କରି ଏମାନେ ଦେଖୁଛନ୍ତି ଯୋଉମାନେ ଅନୁସୂଚିତ ଜାତି ଜନଜାତି, ଯୋଉମାନେ କମ ଝିଅମାନେ ଡ୍ରପ୍ ଆଉଟ୍ ହେଇଛନ୍ତି, ମାଟ୍ରିକ ପାସ୍ କରୁଛନ୍ତି, ସେଇମାନଙ୍କୁ ବେଶୀ ଟିକେ ପ୍ରଲୋଭନ ଦେଖେଇକି ଏମାନେ ନବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଯୋଉମାନେ ଟିକେ ଏଜୁକେଟେଡ ଝିଅ ମାନେ ପାଠ ପଢିଲେଣି, ସେମାନେ ଏତେ ଆ ଭିତରେ ହଉନାହାନ୍ତି। ଏଇମାନଙ୍କୁ ଆମେ ଟିକେ ସଚେତନ ଆୱାରନେସ ପ୍ରତ୍ୟେକ ଥାନା, ପ୍ରତ୍ୟେକ ଆପଣ ବି ମିଡିଆ ମାଧ୍ୟମରେ, ଆପଣ ବି ନୈତିକତା ଅଛି ସମାଜକୁ ସୁଧାରିବା ପାଇଁ, ମୋର ତ ଏକା ନୁହେଁ ଆପଣ ମାନଙ୍କର ଅଛି। ଆପଣ ବି ଗୋଟେ ହେଡଲାଇନ କରନ୍ତୁ, ଆମ ଅଞ୍ଚଳର, ଆମ ଓଡିଶାର ଝିଅ କୌଣସି ରାଜ୍ୟକୁ ନ ଯାଇକି ଆମ ଅଞ୍ଚଳରେ ଯାହା ଅଛି ମହିଳା ଏମ୍ପାୱାରମେଣ୍ଟ କଥା ଅଛି, ମହିଳା ସଶକ୍ତିକରଣ କଥା ଅଛି, ନିଜର କୌଶିକ ବୃତ୍ତି, ଆଜି ଆମେ ଏଇ ମହୁଲ ଫୁଲକୁ ଯଦି ଆମ ଝିଅ ମାନେ ବିକ୍ରି କରିପାରିବେ, ତାର ପିଠାକୁ ବ୍ୟବହାର କରିପାରିବେ, ଆଜି ତ ପ୍ରତ୍ୟେକ ଜଙ୍ଗଲ ଜାତ ଦ୍ରବ୍ୟକୁ ଆମର ଇନକମ ଟ୍ୟାକ୍ସ ଲାଗୁ କଲେ ନାହିଁ, ମହିଳା ମାନେ ସେଥିରେ ବି ତ ଉପକୃତ ହେଇପାରିବେ। ତାକୁ ଆମେ ସମସ୍ତେ ପ୍ରଶିକ୍ଷଣ ଦବା, ଶିକ୍ଷା ଦବା, ଆଗକୁ ଆକୁ ରୋକିବା ପାଇଁ ଆପଣ ମାନଙ୍କର ବି ଅଧିକାର ଅଛି, ମୋର ବି ଅଛି, ସମସ୍ତେ ମିଶିବା ସ୍ୱର ଉତ୍ତୋଳନ